ବ୍ରହ୍ମପୁରରେ ପଣା ସଂକ୍ରାନ୍ତି ବଡ଼ ମହା ଆଡ଼ମ୍ବରରେ ପାଳନ କରାଯାଇଛି। ସୋମବାର ଓଡ଼ିଆ ନବବର୍ଷ, ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ। ଏଥିପାଇଁ ଉତ୍ସବ ମୁଖର ହୋଇପଡ଼ିଛି ବ୍ରହ୍ମପୁରର ଛୋଟ ବଡ଼ ସମସ୍ତ ହନୁମାନ ମନ୍ଦିର। କେବଳ ମନ୍ଦିର କାହିଁକି, ବଜାରର ଖୁନ୍ଦି ହୋଇଯାଇଛି ପୂଜା ସାମଗ୍ରୀ। ଏହି ପୁଣ୍ୟତିଥି ଅବସରରେ ମନ୍ଦିରରେ ହୋମ ଯଜ୍ଞ ସାଙ୍ଗକୁ ବିଭିନ୍ନ ସ୍ଥାନରେ ଜମିଛି ପଣା ଆସର। ସବୁଠି ଶୁଭୁଛି ହନୁମାନ ଚାଳିଶା। ମହାବିଷୁବ ସଂକ୍ରାନ୍ତିରେ ମହାବୀରଙ୍କ ଜନ୍ମଦିନ ପଡ଼ୁଥିବାରୁ ବ୍ରହ୍ମପୁର ସମସ୍ତ ହନୁମାନ ମନ୍ଦିରରେ ପ୍ରସ୍ତୁତି ହୋଇଛି। କେଉଁ ମନ୍ଦିରରେ 108 ହନୁମାନ ଚାଳିଶା ପାଠ ହେବ ତ କେଉଁଠି ସୁନ୍ଦରାକାଣ୍ଡ ମନ୍ତ୍ର ପାଠ ଓ ହୋମ ଯଜ୍ଞରେ କମ୍ପିବ ମନ୍ଦିର। ହନୁମାନ ମନ୍ଦିରରେ ହୋଇଛି ସ୍ୱତନ୍ତ୍ର ପ୍ରସ୍ତୁତି। ପୁରୋହିତଙ୍କ କହିବା କଥା, ଭୋରୁ ମଙ୍ଗଳ ଆରତୀ, ବାଳଭୋଗ, ପ୍ରଭୁଙ୍କ ସ୍ନାନ ସହିତ ମହାଯଜ୍ଞ କରାଯାଇଛି। ଏଥିସହିତ 108 ଥର ହନୁମାନ ଚାଳିଶା ପାଠ କରାଯିବ। ଭକ୍ତମାନେ କେମିତି ସୁଚାରୁ ରୂପେ ପ୍ରଭୁଙ୍କୁ ଦର୍ଶନ କରିପାରିବେ ସେଥିପାଇଁ ବ୍ୟବସ୍ଥା ହୋଇଛି। ସେହିପରି 800ରୁ 1000 ଲୋକଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା ମଧ୍ୟ କରାଯାଇଛି। ମହାବୀର, ପଞ୍ଚମୁଖୀ ହନୁମାନ ମନ୍ଦିର ଭଳି ବ୍ରହ୍ମପୁରରେ ଥିବା ଛୋଟ ବଡ଼ ସମସ୍ତ ମନ୍ଦିରରେ ଧୁମ୍ଧାମ୍ରେ ପାଳିତ ହୋଇଛି ହନୁମାନ ଜୟନ୍ତୀ। ଚାଲିବ ନୂଆ ପାଞ୍ଜି। ମହାବିଷୁବ ସଂକ୍ରାନ୍ତିରୁ ଓଡ଼ିଆ ନବବର୍ଷ ଆରମ୍ଭ। ପଣା ପାଇଁ ରବିବାର ବିଭିନ୍ନ ଫଳ ଦୋକାନରେ ଭିଡ଼ ଦେଖିବାକୁ ମିଳିଥିଲା। ବ୍ରହ୍ମପୁରର ବିଭିନ୍ନ ଅଞ୍ଚଳର ଗାନ୍ଧୀନଗର, ରାମଲିଙ୍ଗେଶ୍ୱର ପାର୍କ, କୋଟପେଟା ଛକ ଏମିତି ବିଭିନ୍ନ ଅଞ୍ଚଳରେ ଲୋକମାନେ ପଣା ବଣ୍ଟନ କରିଥିଲେ। ଗଞ୍ଜାମରୁ ଜଗନ୍ନାଥ ସାହୁଙ୍କ ରିପୋର୍ଟ, ଏୱାନ୍ ଓଡ଼ିଶା।